नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡିଓରେ ଗୋଟେ ବିଦାରକ ହୃଦୟ ବିଦାରକ ବସ୍ତୁ ଉପରେ ଆମେ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟେ ବିଷୟ କହିବି ଯେ ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କାରଣ ଆପଣମାନଙ୍କର ଯୋଉ ସବସ୍କ୍ରାଇବ କରୁଛନ୍ତି ସେଥିରେ ଆମକୁ ଗୋଟେ ଇନ୍ସପିରେସନ ମିଳୁଛି, ଯଦ୍ୱାରା ଆମେ ନୂଆ ନୂଆ ଭିଡିଓ ଆପଣମାନଙ୍କ ପାଖରେ ଉପସ୍ଥାପନ କରିବା ପାଇଁ। ତେବେ ଚାଲନ୍ତୁ ଉତ୍ତରାଖଣ୍ଡ, ଯୋଉଠି ଗତକାଲି ଅର୍ଥାତ ଆଫ୍ଟରନୁନରେ ଯୋଉ ଲଗାଣ ବର୍ଷା ହେଇଥିଲା, ବାଦଳ ଫଟା ବର୍ଷା ହେଇଥିଲା, ସେ ବାଦଳ ଫଟା ବର୍ଷା ଫଳରେ ଗତକାଲି ହିଁ ଆପଣଙ୍କର ମୃତ ସଂଖ୍ୟା 4 ଥିଲା, କିନ୍ତୁ ଆଜି ତାର ଚାରିରୁ 5କୁ ବଢିଛି। ଆଉ ଏକ ମୃତ୍ୟୁ ଆଜି ହୋଇଛି। ଏହି ପରିପ୍ରେକ୍ଷୀରେ ଆପଣଙ୍କର ସେଇ ବାଦଲ ଫଟା ବର୍ଷା ଯୋଗୁଁ ଆପଣଙ୍କର 50 ଜଣ ନିଖୋଜ ଅଛନ୍ତି ବର୍ତ୍ତମାନ ସୁଦ୍ଧା। ସେମାନଙ୍କର ସମସ୍ତ କୋଉ ଜାଗାରେ ଅଛନ୍ତି, କେମିତି ଅଛନ୍ତି, ସେମାନଙ୍କୁ ନିଖୋଜ ଲୋକମାନଙ୍କୁ ସେମାନେ ଖୋଜିବା ପାଇଁ ବର୍ତ୍ତମାନ ସୁଦ୍ଧା ଆପଣଙ୍କର 230 ଯବାନଙ୍କୁ ଅ, ନିୟୋଜିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ସେ ଯୋଉ 50 ଜଣଙ୍କ ମଧ୍ୟରୁ 11 ଜଣ ହେଉଛନ୍ତି ଯବାନ ଏବଂ ସେଇ 11 ଜଣଙ୍କ ମଧ୍ୟରେ ଜଣେ ଅଛନ୍ତି ଆଡିସନାଲ କମିଶନ, ଯିଏକି ବର୍ତ୍ତମାନ ସୁଦ୍ଧା ତାଙ୍କ ପତା ମିଳୁନାହିଁ। ଏହି ପରିପ୍ରେକ୍ଷୀରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅର୍ଥାତ ଉତ୍ତରାଖଣ୍ଡର ଡିଜାଷ୍ଟର ମ୍ୟାନେଜମେଣ୍ଟ ସେକ୍ରେଟାରୀ ବିନୋଦ କୁମାର ସୁମନ କହିଛନ୍ତି ଯେ ପର୍ବତର ଦୁଇ ପାର୍ଶ୍ୱରୁ, ଗୋଟିଏ ପାର୍ଶ୍ୱ ହେଲା ଧରାଳି ଏବଂ ଅନ୍ୟ ପାର୍ଶ୍ୱଟି ସୁକି, এই ଦୁଇ ପାର୍ଶ୍ୱରୁ ଯେତେବେଳେ ଆପଣଙ୍କର ପ୍ରବଳ ବର୍ଷା ହେଲା, ମାନେ ଏକଦମ ପ୍ରବଳ ବର୍ଷା ଅର୍ଥାତ ଆପଣଙ୍କର ଏଇଭଳି ବର୍ଷା ହେଲା ଯାହାକୁ ଆମେ କହିପାରିବା କ୍ଲାଉଡ କ୍ଲାଉଡ ବର୍ଷ୍ଟ, ଯୋଉଟା କି ଆପଣଙ୍କର ଜମା ଆଉ କୌଣସି ପ୍ରକାର ଆପଣ ଦେଖିପାରିବେ ନାହିଁ। କ୍ଷଣିକେ ମାତ୍ରକେ ବର୍ଷା ଆସିଗଲା, ଯାହାକି ଆମେ ଶୁଣିପାରୁଛୁ ଯେ କିଛି ମାତ୍ର ସେକେଣ୍ଡ ଭିତରେ, ଅର୍ଥାତ ଆପଣଙ୍କର 30 ରୁ 32 ସେକେଣ୍ଡ ଭିତରେ ପ୍ରବଳ ବର୍ଷା ବର୍ଷିଲା, ଯାହାରି ଫଳରେ ଦୁଇ ପାର୍ଶ୍ୱରୁ ଅତଡ଼ା ଖସିଲା ବର୍ଷା ଏବଂ ବନ୍ୟା ବିତ୍ପାତ କଲା। ଏବଂ ଯୋଉ ରାସ୍ତା କଡରେ ଯୋଉ ବା ସ୍ଥଳ ଭାଗରେ ଯୋଉ ସମସ୍ତ ଘର ଦ୍ୱାର ଥିଲା, ସେ ଘର ଦ୍ୱାର ସମସ୍ତ ଆପଣଙ୍କର ପାଣିରେ ମଗ୍ନ ହେଇଗଲା। ଏବଂ ଏଇପରି ଅବସ୍ଥା ହେଇଗଲା ଯେ ଅତଡ଼ା ଖସିବା ଫଳରେ ମାଟି ମଧ୍ୟ ଆପଣଙ୍କର ଧସିଲା ଏବଂ ସେଥିରେ ଘର ଦ୍ୱାର ସମସ୍ତ ଅ ଜୀବଜନ୍ତୁ ସମସ୍ତ ଆପଣଙ୍କର ସେଠି ଅସୁବିଧା ହେଇଗଲେ ବା ସେଠି ଆପଣଙ୍କର ପତିତ ହେଇଗଲେ, ଯାହାକୁ ବର୍ତ୍ତମାନ ଖୋଜା ଚାଲିଛି ଏବଂ ବର୍ତ୍ତମାନ ସୁଦ୍ଧା ତାର ଉଦ୍ଧାର କାର୍ଯ୍ୟ ଚାଲିଛି। ଏ ସମସ୍ତ ଫୋର୍ସ ମିଶି ସେଇଟାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଆପଣଙ୍କର ଇଣ୍ଡୋ ତିବ୍ବତାନ ବର୍ଡରର ପୋଲିସ ମାନେ ମଧ୍ୟ ଆଜି ଜଣକୁ ଗୋଟେ ଅ ପଙ୍କ ତଳୁ ଉଦ୍ଧାର କରିଛନ୍ତି, ଯୋଉଟା କି ହୃଦୟ ବିଦାରକ କଥା। ଏବଂ ଏଇ ପରିପ୍ରେକ୍ଷୀରେ ବର୍ତ୍ତମାନ ଯୋଉଟା ଅଛି ଆପଣଙ୍କର ହର୍ଷାଳି, ହର୍ଷାଳିରେ ଏକଦମ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି, ଯାହାକି କହିଲେ ନ ସରେ, କହିବାର ପାଇଁ କୌଣସି ବାକ୍ୟ ମାନେ ନିଜକୁ ଶବ୍ଦ ଆସୁନି। ଏଇଭଳି ପରିସ୍ଥିତି ବୁଝିଛି, ଯାହାରି ଫଳରେ ଗୁଡାଏ ସମସ୍ୟାର ଘଟି ଯାଇଛି। ଏବଂ କହିବାକୁ ଗଲେ ଏଇ ସମସ୍ତ ସମସ୍ୟାକୁ ଅନୁଧ୍ୟାନ କରି ଉତ୍ତରାଖଣ୍ଡ ଚିଫ ମିନିଷ୍ଟର ପୁଷ୍କର ସିଂ ଧାମୀ ସେ କହିଛନ୍ତି ଯେ ନିଶ୍ଚିତ ଭାବରେ ୟାର ସୁଧାର ଆଣିବାକୁ ପଡିବ ଏବଂ ସମସ୍ତଙ୍କୁ ଯୋଉମାନେ ନିଖୋଜ ଅଛନ୍ତି ସେମାନଙ୍କୁ ଖୋଜି ଖୋଜି ଉଦ୍ଧାର କାର୍ଯ୍ୟରେ ଆମେ ରହିବୁ ଏବଂ ସମସ୍ତଙ୍କୁ ଆମେ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛୁ। ତେଣୁକରି ଅପର୍ଯ୍ୟାପ୍ତ ପରିମାଣରେ ଡ୍ରୋନ ସାହାଯ୍ୟରେ ମଧ୍ୟ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ କରୁଛୁ ବା ରେସ୍କ୍ୟୁ କାର୍ଯ୍ୟକ୍ରମକୁ ଆମେ ବର୍ତ୍ତମାନ ଚାଲୁ କରି ରଖିଛୁ। ଏହି ପରିପ୍ରେକ୍ଷୀରେ ହେଲ୍ପଲାଇନ ଦିଆଯାଇଛି, ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଜାଗାରୁ ବିଭିନ୍ନ ଅଞ୍ଚଳରୁ ହେଲ୍ପଲାଇନ ଦିଆଯାଇଛି। ସେମାନେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଅର୍ଥରେ ସାହାଯ୍ୟ କରିବେ, ବିଭିନ୍ନ ବା ଅର୍ଥ ଆକାରରେ ବା ସେମାନେ ସେ ସ୍ଥଳ ସେଇ ପରିସ୍ଥିତିରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ମଧ୍ୟ ହେଲ୍ପଲାଇନ ନମ୍ବର ଦିଆଯାଇଛି। ଯୋଉମାନଙ୍କର ନମ୍ବର ଅଛି ବା ମୋବାଇଲ ଅଛି, ସେମାନେ କୋଉ ଜାଗାରେ ଅଛନ୍ତି କେମିତି ଜାଣିବା ପାଇଁ ଡ୍ରୋନ ସହାୟତା ମଧ୍ୟ ନିଆଯାଇଛି। ଡ୍ରୋନ ସହାୟତାରେ ମଧ୍ୟ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଇ ଉତ୍ତରାଖଣ୍ଡର ଏମପି ତଥା ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କ ସହ ସେ ବାର୍ତ୍ତାଳାପ କରୁଛନ୍ତି ବା ବୈଠକ କରିଛନ୍ତି ଯେ ଯୋଉମାନେ ବି ବିପନ୍ନରେ ପଡିଛନ୍ତି, ଏହି ବାତ୍ୟା ବିପନ୍ନରେ ପଡିଛନ୍ତି, ସେମାନଙ୍କ ପାଇଁ ଆମେ ଅଛୁ। ସେମାନଙ୍କ ପାଇଁ ଯାହା ଆବଶ୍ୟକ ସରଞ୍ଜାମ ଆମେ ଯୋଗେଇଛୁ, ଓଡ୍ରାଫ ଟିମ୍ ବା ଆପଣଙ୍କର ଯାହା ସବୁ ଟିମ୍ ଅଛନ୍ତି, ଫୋର୍ସ ଟିମ୍ ଅଛନ୍ତି, ସମସ୍ତ ଯୋଗେଇଛୁ। ତା ବାଦେ ସେମାନଙ୍କର ଯୋଉ ରିଲିଫ କାର୍ଯ୍ୟକ୍ରମ ସେଇଟା ମଧ୍ୟ ଜାରି ରଖିଛୁ ଏବଂ ସେମାନଙ୍କୁ ରେସ୍କ୍ୟୁ କାର୍ଯ୍ୟକ୍ରମ କରିବା ପାଇଁ ଯାହା ଆବଶ୍ୟକ ସେ ସମସ୍ତ ଦେବୁ। ଏବଂ ଏଇ ବର୍ଷା ଲଗାଣ ବର୍ଷା ସରିଲା ପରେ ବନ୍ୟାର ଉତ୍ପାତ ସରିଲା ପରେ ସେମାନଙ୍କର ଯେମିତି ମୁଖ୍ୟ ସ୍ରୋତକୁ ଆସିବେ ତାର ବ୍ୟବସ୍ଥା ମଧ୍ୟ ଆମେ କରିବୁ। ଏ ସମସ୍ତ ଅ, ଆଶ୍ୱାସନା ଦେଇଛନ୍ତି ଯଶସ୍ୱୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ, ଆମ ଭାରତର ପ୍ରଧାନମନ୍ତ୍ରୀ, ଯିଏକି ବହୁତ ଆଶ୍ୱାସନା ଦେଇ କହିଛନ୍ତି ଏବଂ ଏଥିରେ ସେ ବହୁତ ମର୍ମାନ୍ତ ଏବଂ ଦୁଃଖ ପ୍ରକାଶ କରିଛନ୍ତି। ଏହା ଏକ ଡିସାଷ୍ଟର, ଯାହାକି ଆପଣଙ୍କର ସମସ୍ତେ ଜାଣିପାରୁଛନ୍ତି ଯେ 34 ସେକେଣ୍ଡ ଭିତରେ ଘର ଦ୍ୱାର ଭାସିଗଲା ବା ଲୋକ ଜୀବଜନ୍ତୁ ସବୁ ଭାସିଗଲେ ଏବଂ ଜଳମଗ୍ନ ହେଇଗଲା, ଯାହାକି ଦୁଃଖର ବିଷୟ। ଯାହା ବର୍ତ୍ତମାନ ଆମେ ଯଦି ଅପଡେଟ ଦେଖିବା, ଗୋଟେ ଗୋଟେ ଜାଗାରେ ଆପଣଙ୍କର କଣ ନା ଇଏ ଗୋଟେ
ପୋଖରୀରୁ ପାଣିକୁ ଉଠାଯାଇଛି ଏବଂ ସେଥିରେ ପଦ ମାନେ ଆପଣଙ୍କର ପଙ୍କ ଭରି ରହିଛି ଏବଂ ସେଠି ଯଦି ଜଣେ ପଶିଯିବ ତାହେଲେ ସେ ବୁଡ଼ିଯିବ। ଏଇଭଳିକା ଦୃଶ୍ୟ ଗୁଡାକ ଯୋଉଟାକି ହୃଦୟ ବିଦାରକ ଦୃଶ୍ୟ, ଯାହାକି ଆମକୁ ଦେଖିଲେ ବହୁତ କଷ୍ଟ ଆସୁଛି। ଆପଣ ମାନେ ଥମ୍ବନେଲରୁ ଜାଣିପାରିବେ, ଆପଣଙ୍କର ଏଇ ଯୋଉ ପୋଷ୍ଟ ମୁଁ ପକେଇଛି ସେ ପୋଷ୍ଟରୁ ମଧ୍ୟ ଆପଣ ଜାଣିପାରିବେ ଯେ ତାର ବିଭୀଷିକା କେତେ ଅଛି। ତ ଆଶା କରାଯାଉଛି ବା ଆକଳନ କରାଯାଉଛି ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ ଏବଂ ଯୋଉ ନିଖୋଜ ଅଛନ୍ତି ନିଖୋଜ ସଂଖ୍ୟା ମଧ୍ୟ ବଢିବ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୋଉ 50 ଅଛନ୍ତି ହୁଏତ ଆହୁରି ଅଧିକା ହେଇପାରିବେ ଏବଂ ବର୍ତ୍ତମାନ ଆଜି ସୁଦ୍ଧା ଆପଣଙ୍କର 6 ତାରିଖ ସୁଦ୍ଧା ଆଜି ଆପଣଙ୍କର 6 ଜଣ ମୃତ୍ୟୁ ହୋଇଛନ୍ତି, ତାଠାରୁ ଆହୁରି ଅଧିକ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ଅଛି ବୋଲି କୁହାଯାଉଛି। ଯୋଉମାନେ ରେସ୍କ୍ୟୁ ଟିମରେ ଅଛନ୍ତି ସେମାନେ କହୁଛନ୍ତି। ତ ଏଇ ପରିପ୍ରେକ୍ଷୀରେ ଆମେ ତାଙ୍କ ଉତ୍ତରାଖଣ୍ଡର ଯୋଉମାନେ ବନ୍ୟା ବିପନ୍ନ ପ୍ରପୀଡ଼ିତ ଅଛନ୍ତି ସେମାନଙ୍କର ଶୁଭକାମନା କରିବା, ସେମାନେ ଯେମିତି ଯଥାଶୀଘ୍ର ସେଥିରୁ ମୁକ୍ତି ପାଇବେ ଏବଂ ସମସ୍ତେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିକି ଉଦ୍ଧାର କରିବେ ଏବଂ ସମସ୍ତେ ଉଦ୍ଧାର ପ୍ରାପ୍ତ ହେବେ, ସେ ଉପରେ ଆମେ ଆଲୋଚନା ଆମେ ସମସ୍ତେ ଆମର ମନ ସେମାନଙ୍କ ଉପରେ କାମନା ରଖିବା। ଭିଡିଓଟି ଆପଣମାନେ ସମସ୍ତେ ଦେଖିଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ଯୋଉମାନେ ସାହାଯ୍ୟ କରିପାରିବେ ସେ ହେଲ୍ପଲାଇନ ନମ୍ବର ଯୋଉଟା ଅଛି ସେ ହେଲ୍ପଲାଇନ ନମ୍ବର ଜରିଆରେ ସେମାନଙ୍କୁ ସହାୟତା ମଧ୍ୟ ପ୍ରଦାନ କରିପାରିବେ ବିଭିନ୍ନ କ୍ଷେତ୍ରରେ। ଏଇ ଭିଡିଓଟି ଦେଖିଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ ଦଉଛି। ନମସ୍କାର।